later history of Israel তার অর্থ আমরা সেদিন কেতেক অংশ আমরা ডিসকাস করেছিলু ওকে কেতেটা অংশ আমরা ডিসকাস করেছিলু বর্তমান আন্দোলনে ଯୋଉଟାକି ଯୋଉ ଜାଗାରୁ ଆନ୍ଦୋଳନ ଡିସ୍କସ୍ କରି ଆସିଅଛୁ ସେଇ ଜାଗାରୁ ଆନ୍ଦୋଳନ ଆଗକୁ ଟିକେ ବଢିବ ଏଇଟା ହଉଛି ଲେଟର ମାନେ ନେକ୍ସଟ କ୍ଲାସରେ ଆମେମାନେ ଏଇଟା ସରିଲା ପରେ ଆମେମାନେ early history of Israel ମଧ୍ୟ ଡିସ୍କସ୍ କରିବା କାହିଁକି ନା ହିଷ୍ଟ୍ରି ଅଫ ଇସ୍ରାଏଲର କେତେକ ପାର୍ଟ ଗୁଡାକ ରହିଛି ସେ ପାର୍ଟ ଗୁଡାକ ଆମେମାନେ ଆଗକୁ ଡିସ୍କସ୍ କରିବା ବର୍ତ୍ତମାନ ଆମେମାନେ ଲେଟର ମାନେ ଯୋଉଟାକି ହିଷ୍ଟ୍ରି ଅଫ ଇସ୍ରାଏଲ ଆମେମାନେ କୋଉଠୁ ଆମେମାନେ ଡିସ୍କସ୍ କରୁଛୁ ଆଜି ମାନେ ଯୋଉଟାକି ଡିଭାଇଡେଡ ଇଣ୍ଟୁ ଟୁ କିଙ୍ଗଡମ ମାନେ ଦୁଇ ଭାଗ ଦେଶ ଯେତେଟା ହେଇଥିଲା ଗୋଟେ ହଉଛି ଜିରୁସାଲେମ ଆଉ ଗୋଟେ ହଉଛି ଇସ୍ରାଏଲ ଗୋଟେ ହଉଛି ଜୁଡା ଏଠି ଆପଣମାନେ ସ୍ପଷ୍ଟ ଭାବରେ ଦେଶ ଗୁଡାକ କେମିତି ବିଭକ୍ତ ହେଲା ସେଇଟା ଆପଣମାନେ ଦେଖିପାରୁଛନ୍ତି you can see how it was divided into two parts Israel and Judah the divided kingdom and also Babylonian captivity and return from the exile এই গুড়াক ଆମେ ଆଜି ଆଉ କଣ୍ଟିନ୍ୟୁ ମଧ୍ୟ ଡିସ୍କସ୍ କରିବା ସେଇଥିପାଇଁ ପ୍ରିୟ ମୋର ଭାଇ ଭଉଣୀ ମାନେ ଆପଣମାନଙ୍କର ଯଦି ନେଟୱାର୍କ ଭଲ ଅଛି ତାହେଲେ ଆପଣମାନେ ଭିଡିଓ ଅନ୍ କରିକି ବସିଲେ I can get the good comfortable to teach you isn't it because I may not feel that I am alone talking here so nobody is not listening so I don't want to feel that so you can open ଆପଣମାନଙ୍କର ଭିଡିଓ ଓପନ କରିକି ବସି ପାରନ୍ତି if there is a comfortable network ଅଛି okay so let's begin the kingdom of Israel and Judah ଏଠି ଆମେମାନେ ଆଜି ଷ୍ଟାର୍ଟିଂ କରୁଛୁ ଯୋଉଟାକି ଡିଭାଇଡେଡ କିଙ୍ଗଡମ ମାନେ ଦୁଇଟି ଭାଗ ବିଭକ୍ତ କରାଗଲା ଯୋଉଟାକି ଇସ୍ରାଏଲ ଦେଶ ଆଗରୁ ଗୋଟିଏ ଥିଲା ଯୋଉଟାକି ୟୁନାଇଟେଡ କିଙ୍ଗଡମ ଆଗରେ ଥିଲା ତାପରେ ଦୁଇ ଭାଗରେ ବିଭକ୍ତ ହେଲା ସେଟା ହଉଛି ଜୁଡା କିଙ୍ଗଡମ ଏବଂ ଇସ୍ରାଏଲ କିଙ୍ଗଡମ କେବେ ଏଇଟା ହେଇଥିଲା ଯେତେବେଳେ ସଲୋମନ ରାଜା ପରେ after the king of Solomon the kingdom became two parts and ଦୁଇ ଭାଗରେ ବିଭକ୍ତ ସେଟା ବର୍ତ୍ତମାନ ଆମେମାନେ ଦେଖୁଛୁ okay then divided kingdom ଏଠି ଦେଖିବା divided kingdom the promised land was divided into two kingdoms ଯୋଉଟାକି promised land କୁହାଗଲା ସେଟାକୁ ଗୋଟେ ଦୁଇ ଭାଗରେ ବିଭକ୍ତ କରାଗଲା one is the northern kingdom of Israel one is southern kingdom ନାଇଁ କି ଉତ୍ତର ଭାଗର ଗୋଟେ ଆଉ ଦକ୍ଷିଣ ଭାଗର ଗୋଟେ ହେଲେ ଏଇ ଉତ୍ତର ଭାଗର କିଙ୍ଗଡମ ହଉଛି କେବେ ଏଇଟା ଏକ୍ସିଷ୍ଟିଂ ହେଲା ମାନେ ସି 920 BC to 722 BC ଏଇଟା ହଉଛି ସେ ସମୟରେ କଣ ହେଲା ମାନେ ଫାଉଣ୍ଡ କରାଗଲା ଗୋଟେ କ୍ୟାପିଟାଲ ହଉଛି ସାମାରିଆ the first king is Jeroboam ଇସ୍ରାଏଲର ଯେତେବେଳେ ବିଭକ୍ତ କରାଗଲା ଯେତେବେଳେ ଦୁଇ ଭାଗ କରାଗଲା ସେ ସମୟରେ ଆମେମାନେ ଦେଖୁଛୁ କ୍ୟାପିଟାଲ ସିଟି କଣ ବନା ଯାଇଥିଲା ସାମାରିଆ ଟାଉନ ହଉଛି ଗୋଟେ କ୍ୟାପିଟାଲ ସିଟି ତାପରେ ଫାଷ୍ଟ କିଙ୍ଗ ପ୍ରଥମ ରାଜା ବିଭକ୍ତ ହେଲା ପରେ ପ୍ରଥମ ରାଜା ହଉଛି ଜେରୋବିୟମ ଏଇଟା ହଉଛି ଆମେମାନେ ଏଇଟା ଦେଖୁଛୁ ତାପରେ ଆଉ ଗୋଟେ ସେକେଣ୍ଡ ହଉଛି ସାଉଥର୍ନ କିଙ୍ଗଡମ ବୋଲି କହନ୍ତି ସାଉଥର୍ନ କିଙ୍ଗଡମ ଯୋଉଟାକି ଆମେମାନେ ଜୁଡା ଦେଶ ବୋଲି କହୁଛୁ ଜୁଡା ଦେଶ ହଉଛି ସେଇଟା ମଧ୍ୟ 920 BC to 587 BC ମଧ୍ୟରେ ଏଇଟା ସ୍ଥାପିତ କରାଯାଇଥିଲା ଏବଂ କ୍ୟାପିଟାଲ ହଉଛି ଜେରୁସାଲେମ ଦେଖନ୍ତୁ କ୍ୟାପିଟାଲ ହଉଛି ଜେରୁସାଲେମ ମାନେ ଜୁଡା ଦେଶର କ୍ୟାପିଟାଲ ହଉଛି ଜେରୁସାଲେମ ତାପରେ ପ୍ରଥମ ରାଜା ଭାବରେ ଯାହାକୁ ଅଭିଷିକ୍ତ କରାଗଲା ସିଏ ହଉଛି ରିହୋବିୟମ ବର୍ତ୍ତମାନ କ୍ଲିୟରରେ ଆପଣମାନେ ବୁଝୁଥିବେ କାହିଁକି ନା ରିହୋବିୟମ ହଉଛି ପ୍ରଥମ ରାଜା ଭାବରେ ତାକୁ ଆନଏଣ୍ଟମେଣ୍ଟ କରାଗଲା ମାନେ ବଛା ଯାଇଥିଲା ଅଭିଷିକ୍ତ କରାଯାଇଥିଲା ଏଇଟା ହଉଛି ଯୋଉଟାକି ଦୁଇ ଭାଗରେ ବିଭକ୍ତ ହେବା କିଙ୍ଗଡମ ଠିକ ସେଇ ପ୍ରକାର ଆମେମାନେ ଏଠି ଦେଖୁଛୁ
प्रथम किंगडम होची नॉर्थर्न किंगडम ऑफ इस्राएल जोटा कि इस्राएल रो नॉर्थर्न पार्ट ऑफ द किंगडम माने नॉर्थर्न पार्ट ऑफ इस्राएल को कैपिटल होची सामारिया एटा जानि रखतो कैपिटल होची सामारिया केबे भी इस्राएल रो कैपिटल जेरूशलेम हेई परिबो नाही तेडु करी आगो को किए जदि आपण मान क्वेश्चन करन दी इस्राएल रो किंगडम कोंतु माने इस्राएल रो कैपिटल कोन एठी होची सामारिया आमे माने देखि पाछु स्पष्ट भाबरे देन फर्स्ट किंग वाज द जेरोबियम तापरे होची साउथर्न किंगडम ऑफ जुडा जोटा कि साउथर्न किंगडम ऑफ जुडा सेटा होची जेरूशलेम होची कोन किंगडम तापर रिहोबियम वाज द किंग नहीं आमे माने देखि स्पष्ट भाबरे एठी आमे माने देखिबा किंगडम ऑफ इस्राएल नहीं किंगडम ऑफ इस्राएल नहीं कोन 10 of the 12 tribes choose Jeroboam as their king and the kingdom of Israel was born. नहीं इस्राएल रे एठी आमे मान देखुछु इस्राएल रे कोन 12टा ट्राइब्स रु 12 गोष्ठी रु 10 गोष्ठी मध्य रु राजा रखा गला सेटा होछि जेरोबियम ओके their king they choose semane bachichu and Israel was born kingdom of Israel was born in that time initially there was constant war between Israel and Judah because Judah continued tried to take control of the northern kingdom माने जुदा देश एवं इस्राएल देश सहित सब बेले युद्ध होइते Why? Because जुदा देश नाइ कि सेबाने आउ नॉर्थर्न पार्ट मध्य सेबाने नेबा पई चेष्टा करूथले They wanted to take under the control of them northern kingdom also okay northern kingdom सेहिति पई आम माने एठी स्पष्ट भाबर नाइ कि so that's why there was then a period of peace and friendship before Israel was conquered and its people departed. एडा एठी हम माने स्पष्ट भाବରେ देखुछु गुटे सेबानंकर गुटे पीरियड साक्षी थिला शांति एवं बंधुत्व जोटा कि इस्राएल सहित नै कि इस्राएल सहित एडा जोटा कि कोन सेडा होची किंगडम ऑफ इस्राएल मानंक सहित जोटा गस्तर ओके देन वी कैन सी how already we have seen आमे माने देखि पान केमिति इस्राएल देश को विभक्त करा गला एवं को देश माने को टाउन को से माने कैपिटल बनैतिले एवं प्रथम राजा किए एवं जुडा देशर कैपिटल कोन एवं तार प्रथम राजा किए एठी हम मान देखिछु तापर इनिशियली देयर वाज ए कांस्टेंट वॉर बिटवीन देम सेमानो को मध्य रे युद्ध चालुथिला नै कि सेमानो को मध्य रे युद्ध चालुथिला एबे वर्तमान आमे मान देखिछु the fall of Israel, the Assyria captivity. एडा होची fall of माने जुदा की इस्राएल रो पतन. In 732 BC, Israel pretended to attack Jerusalem, the capital of Judah. Like 732 रे से माने जुदा को जुडा देश जेरूशलेम को अटैक करबा पानी से माने चेष्टा करत सेडा होची जुदा देशर कैपिटल जुडा कोंती जुदा देशर कैपिटल होची जेरूशलेम सेई जेरूशलेम को से माने अटैक करबा पाई चेष्टा कर ओके जुडा आस्क फॉर हेल्प फ्रॉम आइसिरिया जेते बेले से माने आरंभ करबा पाई चेष्टा करे जुडा देश कौन कला आइसिरा मानक ठारू हेल्प मागुथिला साहाଯ୍य लाइक देन ट्रिब्यूट टू द आइसिरिया किंग तिग्लात-पिलेसेर एई मानक द्वारा कोन से माने साहाଯ୍य मागिथिला they asked for the help to get back from the Israel. Then they shake Israel and took control under the territory
to the far north of Israel. মানে ଯେତେବେଳେ ଆଇସିରିଆ ଜୁଡା ଦେଶ ସହିତ ସେମାନେ ବନ୍ଧୁତ୍ୱ ଆରମ୍ଭ କଲେ ଏବଂ ଦେ started to control the northern part of Israel. ମାନେ ଇସ୍ରାଏଲକୁ ସେମାନେ କଣ୍ଟ୍ରୋଲ ନେଇଗଲେ। ଏଠି ଦେଖନ୍ତୁ, some inhabitants of Israel were taken captive and resettled in Assyria. Israel was forced to pay an annual tribute to Assyria. ଏଇଟା ହଉଛି ଘଟିଥିଲା ଯୋଉଟାକି ଯୁଦ୍ଧ ସେମାନଙ୍କର ମାନେ ଇସ୍ରାଏଲର ଗୋଟେ ପତନ ସମୟରେ ଇସ୍ରାଏଲର ପତନ ସମୟରେ ଏଇଟା ମାନେ ଆଇସିରିଆ ଦେଶ ସହିତ ସେମାନେ କଣ ଆଇସିରିଆ କିଙ୍ଗ ସହିତ ସେମାନେ ହେଲ୍ପ ମାଗୁଥିଲେ। କିଏ ମାଗିଥିଲେ? ଜୁଡା ଦେଶ ମାନେ। ଜୁଡା ଦେଶ ମାନେ ସେମାନେ କଣ ମାଗିଥିଲେ? ହେଲ୍ପ ମାଗିଥିଲେ। ମାନେ ସେଲ୍ଫ ଡିଫେନ୍ସ, ନିଜର ଦେଶକୁ ରକ୍ଷା କରିବା ପାଇଁ, ନିଜର ଜେରୁସାଲେମକୁ ରକ୍ଷା କରିବା ପାଇଁ ଇସ୍ରାଏଲ ଦେଶରୁ କଣ ମାନେ ଇସ୍ରାଏଲ ଦେଶରୁ ରକ୍ଷା ପାଇବା ପାଇଁ ସେମାନେ କାହାକୁ ହେଲ୍ପ ମାଗିଥିଲେ? ଆଇସିରିଆ କିଙ୍ଗକୁ ମାନେ ରାଜାକୁ ସେମାନେ ହେଲ୍ପ ମାଗିଥିଲେ। Then years later, in about 725 BC, King Salmaneser, fifth of Assyria, began siege against Samaria, Israel capital. ତାପରେ ସେମାନେ ଇସ୍ରାଏଲ କ୍ୟାପିଟାଲ ମାନେ ସାମାରିଆକୁ ମଧ୍ୟ ସେମାନେ because Israel stopped paying tribute and tried to form a secret alliance with Egypt. ଯେତେବେଳେ ଇସ୍ରାଏଲ ମାନେ ସେମାନେ ଟ୍ରିବ୍ୟୁଟ ଦେବା ପାଇଁ ଷ୍ଟପ୍ କରିକି ସେମାନେ ଆଉ ସିକ୍ରେଟ ଏଜେଣ୍ଡା ମାନେ ସିକ୍ରେଟ ପ୍ଲାନ ସେମାନେ କଲେ କାହା ସହିତ? ମିଶର ଦେଶ ସହିତ, ଇଜିପ୍ଟ କଣ୍ଟ୍ରି ସହିତ ସେମାନେ ସିକ୍ରେଟ କନେକ୍ସନ ସେମାନେ ରଖୁଥିଲେ। ସେମାନଙ୍କ ଦ୍ୱାରା ସିକ୍ରେଟ କନେକ୍ସନ ରଖିଥିବାରୁ ଏଠି କଣ ହେଲା? This was ended in 722 BC when the Assyrian king Sargon II finally took Samaria and deferred the rest of the inhabitants of Israel to ensure them they would not rebel. ଏଇଟା ହଉଛି ଯୋଉଟା କି ଏମାନଙ୍କର ରୁଟିନ ଯୋଉଟା କି ଯୁଦ୍ଧ ଚାଲିଥିଲା ଇସ୍ରାଏଲ ଏବଂ ଜୁଡା ଦେଶ ସହିତ ଆମେମାନେ ଦେଖିଥିଲୁ। ବର୍ତ୍ତମାନ ଆମେମାନେ ଦେଖିବା କିଙ୍ଗଡମ ଅଫ ଜୁଡା। କିଙ୍ଗଡମ ଅଫ ଜୁଡା ହଉଛି ଜୁଡା ଦେଶ ହଉଛି କଣ ମାନେ ଯୋଉଟା କି ସେଠି the tribute of Judah was the Benjamin remained loyal to the Davidic Rehoboam after Solomon death. এটা হচ্ছে সলোমনଙ୍କର ମରଣ ପରେ ରିହୋବିୟମ ସେଠି ରାଜା ବୋଲି ନିଯୁକ୍ତ କରାଗଲା ଜୁଡା ଦେଶରେ। Judah managed to stay intact even when threatened by Assyria or Egypt, but eventually fell to the Babylonian. ଏଇଟା ହଉଛି ଆମମାନେ ଯେତେବେଳେ ସେମାନେ ମ୍ୟାନେଜ କଲେ ଆଇସିରିଆ ସହିତ ଧମକ ପାଇବା ସମୟରେ ବି ଏବଂ ମିଶର ଦେଶ ସହିତ ଧମକ ପାଇବା ସମୟରେ ବି ଇଭେନ ଆମେମାନେ ଦେଖୁଛୁ ଯୋଉଟା କି ବାବିଲୋନିଆନ ସହିତ ନାଇଁ କି ଏଇଟା ହଉଛି ସେମାନେ ଏତେ ମ୍ୟାନେଜ କଲେ ମାନେ ସେମାନେ ଏତେ କଣ୍ଟ୍ରୋଲ କଲେ। ବର୍ତ୍ତମାନ ଆମେମାନେ ଦେଖୁଛୁ ଇନ୍ ଜୁଡା ଦେयर ୱେର ଟୁ ପଲିଟିକାଲ ପାର୍ଟି ମାନେ ଦିଟା ପଲିଟିକାଲ ପାର୍ଟି ଅଛି ଜୁଡା ଦେଶ। ଦେଖନ୍ତୁ, one was pro-Egyptian and one pro-Babylonian. ଗୋଟିଏ ହେଉଛି ଇଜିପ୍ସିଆନ pro-Egyptian ଆଉ ଗୋଟେ ହେଉଛି ବାବିଲୋନିଆନ। ଏ ଦୁଇଟି ପଲିଟିକାଲ ପାର୍ଟି ଅଛି ଯୋଉଟାକି ଜୁଡା ଦେଶରେ। At this time, the pro-Egyptian party was the power and the attempt to rebel against Babylon. ଯେତେବେଳେ ସେମାନେ ଇଜିପ୍ସିଆନ ମାନେ ପାୱାରକୁ ଆସିଥିଲେ ସେ ସମୟରେ ବାବିଲିୟନ ଉପରେ ସେମାନେ ଯୁଦ୍ଧ କରିବା ପାଇଁ ଏବଂ ଯାହା କିଛି କରିବା ପାଇଁ ସେମାନେ ଚେଷ୍ଟା କଲେ। Who required payment of tribute from Judah. ତାପରେ କିଙ୍ଗ ନେବୁକଦନେସର, ଏଠି ଦେଖନ୍ତୁ King Nebuchadnezzar II of Babylon attacked Jerusalem and took it over in 597 BC. This was the first phase of the Babylonian exile. जोटा कि हम देखुछु King Nebuchadnezzar II
ବାବିଲନର ସେ ଆଟାକ୍ ଜେରୁସାଲେମ ଉପରେ କରି ଏବଂ ସେ 597 ସମୟରେ କଣ he bought the Babylonian exile ମାନେ ବାବିଲୋନିଆନକୁ ପାୱାରକୁ ଆଣିଥିଲେ। ଏଠି ଇଜିପ୍ସିଆନ ପାୱାର ଯେତେବେଳେ ମାନେ ହାରିଗଲେ, ଏଠି ହଉଛି ସିଏ କିଏ ନେବୁକଦନେସର ସେକେଣ୍ଡ, ସେ କଣ ପାୱାର ଆଣିଥିଲା କୋଉଠି ଜିହୁଦା ଦେଶ। So that's what we can see. In 587 BC, after another attempt, revolt, Nebuchadnezzar returned and destroyed Jerusalem and the temple, those putting an end to the kingdom of Judah. Kingdom of Judah. এটা হচ্ছে another attempt revolt. কে Jerusalem মানে Nebuchadnezzar returned when he was returned to the power and destroyed Jerusalem and the temple and Jerusalem মন্দির এই সমস্ত কোন destroy করিবা ପାଇଁ চেষ্টা কলা kingdom of Judah, and he took many captives with him and brought them back to Babylon and ensured that there would not be another revolt. এটা হচ্ছে আমরা দেখতে পাচ্ছি মানে অনেক সে যুদ্ধ এবং বিভিন্ন প্রকার ধমক କରିକି ସେ କଣ କଲା ମାନେ ପାୱାରକୁ ଆଣିକି ଆଉ ବାବିଲୋନ ଟୋଟାଲି ସେ କ୍ୟାପଚର କରିକି ଏଠି ସେ ଟୋଟାଲି ପାୱାରକୁ ସେ ଧରିବା ପାଇଁ ଚେଷ୍ଟା କଲା। So that's what. Then ଆମ୍ଭେମାନେ ଦେଖିବା ଏଠି next point କଣ, Cyrus the Great returned from exile. By the mid 500 AD BC, Babylonian power was diminishing and Persia was become powerful. ଏଠି ଯେତେବେଳେ ବାବିଲୋନିଆନର ପାୱାର କମି ଯାଇଛି, ପର୍ସିଆର ପାୱାର ଆଉ ଅଧିକ ବଢିଥିଲା। ମାନେ ସେମାନେ କଣ କ୍ୟାପଚର କରିବା ପାଇଁ ମାନେ ଗୋଟେ ଗୋଟେ ଜାତିର ଲୋକମାନେ ଗୋଟେ ସେମାନଙ୍କର ଖାନଦାନ ସେମାନଙ୍କର ଜାତି ସେମାନେ ପାୱାରକୁ ଯେତେବେଳେ ଆସିଥିଲେ, ସେମାନେ କଣ ଗୋଟେ ପାୱାରକୁ ମାନେ ସେମାନେ ସେମାନଙ୍କର ଅନୁସାରେ ସେମାନେ ପାୱାରକୁ ଆଣିକି ଏବଂ ସେ ଅନୁସାରେ ସେମାନେ ଚଲେଇବା ପାଇଁ ଚେଷ୍ଟା କରୁଥିଲେ। ଏବଂ ସାଇରସ୍ ଦ ଗ୍ରେଟ୍ was the king of Persia. ପେର୍ସିଆର ରାଜା ଥିଲା, and in 540 BC he conquered Babylonia. 540 BC ରେ କଣ କଲା, ସେ ବାବିଲୋନିଆନ ସହିତ ଯୁଦ୍ଧ କଲା। He was conquered to the Babylonian, and in 538 BC the edict of Cyrus was issued which allowed Jews to return to Jerusalem. Jewdi ମାନେ Jerusalemକୁ return ଆସିବା ପାଇଁ ସେ କଣ କଲା, allowed କଲା and rebuild the temple. ଆହୁରି ସେ ପୁନର୍ବାର ମନ୍ଦିରକୁ ସ୍ଥାପନ କଲା। Many returned and began a period of restoration in Judah, but many remained in Babylon. ମାନେ ଅନେକ ଲୋକମାନେ ଜୁଡା ଦେଶକୁ ରିଟର୍ନ ଆସିଲେ, ଆଉ ବଡକା ଅନେକ ଲୋକମାନେ ସେମାନେ ବାବିଲୋନ ଦେଶରେ ରହିଗଲେ। Because King Cyrus allowed freedom of religion. ମାନେ କାହିଁକି ସେମାନେ କେତେ ଜଣ ରହିଗଲେ, ମାନେ ତାର ଅର୍ଥ ଏ କିଙ୍ଗ ରାଜା ସାଇରସ୍ କଣ କରୁଥିଲା, ଅନେକ ଧର୍ମକୁ ସେ ଆଲାଉ କଲା। କୋଉଠି ଜିହୁଦା ଦେଶ ଅନେକ ଧର୍ମ ମାନେ ବିଭିନ୍ନ ପ୍ରକାର ଧର୍ମ in his kingdom, ତାର ମାନେ ସେ ଯେତେବେଳେ ଶାସନ କରୁଥିଲା ସେ ସମୟରେ ଅନେକ ଧର୍ମକୁ ଆଲାଉ କଲା। ସେଇଥିପାଇଁ ଅନେକ ଧର୍ମ ମଧ୍ୟ ଅଛନ୍ତି ଜିହୁଦା ଦେଶ। The Jews viewed Cyrus as a Messiah. ଜିହୁଦୀ ମାନଙ୍କର ଯୋଉମାନେ ରିଟର୍ନ ହେଇଛନ୍ତି, ଜିହୁଦୀ ମାନଙ୍କର ମତାମତ ଅନୁସାରେ ସାଇରସ୍ ହଉଛି ଗୋଟେ ମେସେୟା। ସେ ଗୋଟେ ମେସେୟା ମାନେ ସେମାନେ ସାଇରସ୍କୁ ଗୋଟେ ମେସେୟା ଭାବରେ ସେମାନେ ଭାବୁଛନ୍ତି। Okay, he not only saved them from the Babylonian and the oppression, but also told the Jews to rebuild the temple.
ମାନେ ସାଇରସ୍ କେବଳ ଜିଉଦି ଲୋକମାନଙ୍କୁ ଉଦ୍ଧାର କଲା ସେତିକି ନୁହେଁ ବାବିଲୋନ ଠାରୁ, ଆଉ କଣ କଲା ସେ ମନ୍ଦିର ସ୍ଥାପନ କରିବା ପାଇଁ ମଧ୍ୟ ସେ ଆରମ୍ଭ କଲା। Then he was viewed as being a instrument of God. ସାଇରସ୍ ହଉଛନ୍ତି ଗୋଟିଏ ପରମେଶ୍ୱର ବ୍ୟବହାର କରିଥିବା ଯନ୍ତ୍ର ବୋଲି ତାକୁ ମାନୁଥିଲେ। ସେଇଥିପାଇଁ ସାଇରସ୍ ଗୋଟେ ମେସାୟା ବୋଲି ସେମାନେ ମାନୁଥିଲେ। ସେଟା ଆମେମାନେ ଦେଖୁ। Now Alexander the Great Hellenization, जोटा कि आम in the 4th century BC, Alexander the Great began to sweeping it of the world. In 333 BC, he conquered Persia and took control the Levant, signaling the beginning of the Hellenization of Israel. এটা হচ্ছে গুটে গুটে সে কন্ট্রোল করিকে আনুଥିଲା কিଏ Alexander the Great. Okay, then Hellenize mean Greek in character or culture. जोटा कि Hellenize କହିଲେ সেটা হচ্ছে ଗୋଟେ Greek in the character or culture. ମାନେ ସେମାନଙ୍କର ଗୋଟିଏ जोटा कि कल्चर थिला, सेई कल्चर को रिटर्न आनिबा पाए से गोटे पर्सिया सहित युद्ध कला। This means that Greek became the mainland of business. In the business purpose, Greek भाषा होची पूरा माने सेई भाषा रे से समरे आरंभ करत। आम मान देखुछु इंग्लिश माने वर्ल्ड रो पृथ्वी रो भाषा इंटरनेशनल भाषा इंग्लिश वर्तमान अछि, ता पूर्व ग्रीक थिला। Then that was the good business in the using each and every Greek language. माने ग्रीक भाषा से माने यूज करूथिले। The lingua franca and Greek art and the architecture became more prevalent, and even Greek fashion were in the brought to the people. Greek ଲୋକମାନଙ୍କର fashion ମାନେ ସେମାନେ କେମିତି ଡ୍ରେସିଂ କରୁଥିଲେ, ସେମାନେ କେମିତିକା ପୋଷାକ ପିନ୍ଧୁଥିଲେ, that was implemented each and every country. Eventually the empire came to control Israel under the kingdom Antioch. Under the kingdom Antioch IV, Greek culture was forced onto the Jewish people. Greek culture माने ग्रीक लोक मानकर जोटा कि सेमानकर कल्चर सेमानकर गोटे परंपरा जिउदी मानक लोक मानक मध्य व्यवहार करबाकू पड़िबो बोली सेमानकू फोर्स कराटे। This included making the temple a Greek place of worship for the god Zeus. Also, everyone must sacrifice to the pagan gods or face punishment, and Judaism was outlawed. माने एइटा उची देखुछु समस्ते सेटारे आसी कोन सैक्रिफाइस करिबा छी, बॉडी देबाकू पड़िबो एवं से माने pagan gods or एवं they have to face the punishment whatever they do wrong thing. से माने जहा किछि भूल करूथिले, जहा किछि पाप करथिले से माने पनिशमेंट पाइबार अछि बोली एटी कोन करा गला, से मानकु जुडाइजम माने एइटा गुटे जुडाइजम बोली एटी तयारी करा गला। That was we can see. Then next we can see Maccabean revolt, the Maccabean people. In 167 BC, a man named Matthias refused to worship the Greek gods and sparked rebellion against the Seleucids. माने माथियास refuse करथिला काकू ग्रीक मानकर देवता मानकू पूजा करिबा पाई से डिनाई करथिला, मु पूजा करिबि नाही, I cannot worship. एडा तारो गुटे व्यू थिला। That was
because that is the Greek god. Greek people, ମାନେ ଗ୍ରୀକ ଲୋକମାନଙ୍କର ଦେବତା, how can be my God? ନାଇଁ ସିଏ ହଉଛି ମାତିଆସ। ତାପରେ he died in the 165 BC and his son Judas, ତାର ପୁଅ କିଏ ଥିଲା? ମାତିଆସର ପୁଅ କିଏ ଥିଲା? Judas Maccabeus. Judas Maccabeus continue the revelation। ଇଏ ହଉଛି ତାଙ୍କର revelation continue କଲା। His army destroy pagan altar। देखो ସେମାନଙ୍କର ଆର୍ମି ମାନେ ପାଗାନ ହାଲଟରକୁ ଡିଷ୍ଟ୍ରୟ କଲେ, circumcised boys and ସେମାନେ circumcision ମଧ୍ୟ ଆରମ୍ଭ କଲେ and forced Jews to fight with them to topple and bring them। ସେମାନେ ସେମାନଙ୍କ ମଧ୍ୟରେ ଯୁଦ୍ଧ କରେ ଏବଂ ଜିଉସ୍ ମାନଙ୍କ ମଧ୍ୟରେ ଏବଂ ସେମାନଙ୍କୁ circumcision ମଧ୍ୟ ଆରମ୍ଭ କଲେ। cannot trade about come to be cannot trade about implement କରିଛୁ। Eventually the Maccabees on the Judaism and rededicated the temple। This is where the Jews holiday Hanukkah origin এটা ଯୋଉଟା କହନ୍ତି, ମାନେ ସେଇଦିନ ମାଖାବାଇସ୍ କଣ କଲେ, ସେମାନେ ସେଇଦିନ ଗୋଟେ ହଲିଡେ ବୋଲି ମାନେ ଡିକ୍ଲେୟାର କରୁଥିଲେ, ଯୋଉଟା କି ସେମାନଙ୍କର ଗୋଟେ ସାକ୍ରିଫିକେସନ। ସେମାନେ circumcision ଯୋଉଟା କରୁଛନ୍ତି, ମାନେ ସେମାନଙ୍କର ପରମ୍ପରା ଅନୁସାରେ ଯୋଉଟା କରାଯାଉଛି, ସେଦିନ ଗୋଟେ ସେମାନଙ୍କର ହଲିଡେ ବୋଲି ଡିକ୍ଲେୟାର କରାଯାଏ। The prophet and his rule। ଏଇ ହଉଛି in the divided kingdom there were many prophets। ସେ ସମୟରେ ଅନେକ ଭବିଷ୍ୟତବାଣୀ ଭବିଷ୍ୟତ ବକ୍ତାମାନେ ଆସି who warned the kings and the people to remain faithful to God। ଅନେକ ଏଇପରି ଭବିଷ୍ୟତବାଣୀ ଭବିଷ୍ୟତ ବକ୍ତାମାନେ ଆସିଥିଲେ ଯେ ରାଜା ମାନଙ୍କୁ ସେମାନେ କଣ ଧମକ ଦେଇଥିଲେ, ଯେ କେମିତି ଧମକ ଦେଲେ? ବିଶ୍ୱାସରେ ରହିବାର ଅଛି। You must remain in the faithful to God। ପରମେଶ୍ୱରଙ୍କ ସମ୍ମୁଖରେ କଣ ବିଶ୍ୱସ୍ତ ହେବାର ଅଛି, ବିଶ୍ୱସ୍ତ। That was the face is wrath। ଯଦି ପରମେଶ୍ୱରଙ୍କ ଠାରେ ବିଶ୍ୱସ୍ତ ରହିବ ନାହିଁ, ତାହେଲେ କଷ୍ଟ ଅନୁଭବ କରିବ, ତାପରେ ଆଉ ପାନିଶମେଣ୍ଟ ପାଇବ ଗାମରେ ଆଣି ରଖି ସେମିତି ସେମାନେ ଆଗକୁ ବଢୁଛି। A prophet is someone who act and speak on behalf of God। What is the meaning of prophet? ଭବିଷ୍ୟତ ବକ୍ତାର ଅର୍ଥ କଣ? ଭବିଷ୍ୟତ ବକ୍ତା ହଉଛି ଯିଏକି ସେ ପରମେଶ୍ୱରଙ୍କ ନିମନ୍ତେ ସେ କଥା କହିବ। one who act on behalf of God, ମାନେ ପରମେଶ୍ୱରଙ୍କ ବିଷୟ ଏବଂ ପରମେଶ୍ୱର କଥା ନ କହିକି ତା ଦ୍ୱାରା ପରମେଶ୍ୱରଙ୍କ ବିଷୟ ଯାହା କିଛି ପରମେଶ୍ୱର କହନ୍ତି ତା ଦ୍ୱାରା କୁହାଯାଉଛି, ସେଇଟା ହଉଛି ପ୍ରଫେଟ, ସେଇଟା ହଉଛି ଭବିଷ୍ୟତ। They often made prediction about the future ମଧ୍ୟ ସେମାନେ କହୁଥିଲେ and gave warning to the king's people about what will happen if they do not remain faithful to God। ସେମାନେ ରାଜା ମାନଙ୍କୁ ଏବଂ ଲୋକମାନଙ୍କୁ ସେମାନେ ଧମକ ଦେଇଥିଲେ, ଯଦି ସେମାନେ ବିଶ୍ୱସ୍ତ ରହିବେ ନାହିଁ ପରମେଶ୍ୱରଙ୍କ ଠାରେ, if they cannot remain as a faithful, then they will be face the wrath। ସେମାନେ କଣ ବିପଦ ସମ୍ମୁଖୀନ ହେବେ ବୋଲି ସେମାନଙ୍କର ଗୋଟେ ୱାର୍ଣ୍ଣିଂ ଥିଲା, ନାଇଁ ଗୋଟେ ୱାର୍ଣ୍ଣିଂ ଥିଲା। ସେଟା ହଉଛି ଭବିଷ୍ୟତ ବକ୍ତା ମାନେ ରାଜା ଥିଲେ ମଧ୍ୟ ଭବିଷ୍ୟତ ବକ୍ତା ମାନଙ୍କ ଦ୍ୱାରା କଣ କଣ୍ଟ୍ରୋଲ କରାଯାଇଥିଲା, ନାଇଁ କି? ଠିକ ସେଇ ପ୍ରକାର ଏଠି ଆମେ then prophets in the northern kingdom। ବର୍ତ୍ତମାନ ଆମେ ମାନେ prophets in the northern kingdom ମାନେ ଯୋଉଟା କି ଆମେ ଦେଖିଛୁ ଇସ୍ରାଏଲ କିଙ୍ଗଡମ ର ଗୋଟେ ଆମେ ମାନେ ଦେଖିବା prophet ମାନେ ଭବିଷ୍ୟତ ବକ୍ତା ମାନେ, ନାଇଁ କି? during the king Ahab reigned the prophet Elijah was prophesying। ଯେତେବେଳେ ଆହାବ ରାଜା ଥିଲେ ସେ ସମୟରେ ଭବିଷ୍ୟତ ବକ୍ତା ଏଲିଓ ଥିଲେ, ନାଇଁ କି? Ahab is most known for marrying Jezebel, ନାଇଁ କି? ଏଠି ଆମେ ମାନେ Jezebel
जोड़ा कि जिजेबेल कहले कोन गोटे वुमेन रो ना गोटे माने स्लो बोझ ना हम मान देखु then he was ready to get married. A woman who promoted Balaism, देखो तो Balaism and persecuted those who worship the Lord God. এই woman ସେମାନେ ତାକୁ ପ୍ରମୋଟ କରାଯାଇଥିଲା ବାଲ ଦେବତାକୁ ଏବଂ again she persecuted those who worship the Lord God ମାନେ ପରମେଶ୍ୱରଙ୍କୁ ଯୋଉମାନେ ପୂଜା କରୁଛନ୍ତି ତାହାକୁ କଣ persecute କରିବା ପାଇଁ ସେମାନଙ୍କୁ ତାଡ଼ନା କରିବା ପାଇଁ ତାକୁ ପ୍ରମୋଟ କରାଯାଇଥିଲା that woman Ahab was ready to get married ସେଇ ସ୍ତ୍ରୀ ଲୋକକୁ ଆହାବ କଣ ବାହା ହେବା ପାଇଁ ଚେଷ୍ଟା କଲା Elijah performed many miracles in order to show the power of the Lord God. माने एलियो कोन करथला से मिराकल माने आश्चर्य काम गुडा देखैथिला to show the power of the Lord. माने परमेश्वरंकर शक्ति को देखैबा पाई परमेश्वरंकर शक्ति मनुष्य माननको पाकर देखैबा पाई से गुटे मिराकल कोन देखुथिला he is most famous one was on the Mount Carmel pahadore parvatore kono where he challenged 450 prophets of Baal. Baal ro bhavishya bhakta mananku se challenge kala se Elio jone chhida hitila au 450 prophets mane 450 ke thile bhavishya bhakta mane kaharo Baal ro thile semanonko sehito challenge kala like the Bible says that Elijah was taken up to the heaven in the flaming chariot. Hijab taku sorgo ku nihago lagamle alengi tabi angatale kinol tabi second king tutyo raja 11 ରୁ 12 ପର୍ବ ପର୍ଯ୍ୟନ୍ତ ପୁରା ଯେତେବେଳେ ଆମେ ପଠନ କରିବା ସେଠି ଆମେ ମାନେ ସ୍ପଷ୍ଟ ଭାବରେ ବୁଝି ପାରିବା ତାପରେ ଏଲିଓ ଗଲା ପରେ କିଏ ଆହୁରି ଆସିଲା ଏଲିସା जोड़ा कि हम माने उड़ियारे एलिसाय बोलते हैं एलिसाय then took his place as prophet माने से आउरी भविष्यत वक्ता अनुसार से मते कोन काम करथि king to kingdom of Israel when we see the Bible आम्बे मन जेतर बाइबल पठन करबा आ आगो को जिबा सेठी हम माने एलिसाय रो कोन भविष्यत କାର୍ଯ୍ୟ ଗୁଡାକ ଭବିଷ୍ୟତ ବକ୍ତାର କାର୍ଯ୍ୟ ଗୁଡାକ ଦେଖିପାରୁ ପ୍ରଫେଟ ଇନ ଦ ନର୍ଥର୍ନ କିଙ୍ଗଡମ ଯୋଉଟା କି ଆମେ ଦେଖୁ ଆଉ ଗୋଟେ ଜୋନା ନାଇଁ କି ଜୋନା ୱାଜ ଦ ପ୍ରଫେଟ ଇନ ଦ କିଙ୍ଗଡମ ଅଫ ଇସ୍ରାଏଲ ଇସ୍ରାଏଲର ସେ ଗୋଟେ ପ୍ରଫେଟ ଥିଲା ଭବିଷ୍ୟତ ବକ୍ତା ଥିଲେ କିଏ ଜୋନା ହୁ ୱାଜ ଇନଷ୍ଟ୍ରକ୍ଟେଡ ଟୁ ଗୋ ନିନେଭି ଯାହାକୁ ନିନେଭିକୁ ପଠାଯାଇଥିଲା ଦ କ୍ୟାପିଟାଲ ଅଫ ଆଇସେରିଆ ନିନେଭି କୋଉଠି ଥିଲା ଯୋଉଟା କି କ୍ୟାପିଟାଲ ଅଫ ଆଇସେରିଆ to instruct them to repent ସେମାନେ ମନ ପରିବର୍ତ୍ତନ କରିବା ପାଇଁ ତାକୁ ପଠା ଯାଇଥିଲା ବାକ୍ୟ ପ୍ରଚାର କରିବା ପାଇଁ କିନ୍ତୁ ସେ ନିନେଭି ନ ଚାଇ କୋଠି ଯାଇଥିଲେ ତର୍ସିସ ଯିବା ପାଇଁ ସେ ଚେଷ୍ଟା କଲା Jonah did not want to do this and headed in the opposite direction ମାନେ ସେ opposite direction ଯିବା ପାଇଁ ଆରମ୍ଭ କଲା ଯୋଉଟା କି ତର୍ସିସ ନାଇଁ And Jonah took a seat and God sent storm to touch the sea. Like ଯେତେବେଳେ ସେ ତର୍ସିସ ଯିବା ପାଇଁ ଆରମ୍ଭ କଲା ପରମେଶ୍ୱର କଣ ପବନ ଘଡଘଡି comes like that apaye and Jonah was told the sailor to throw him over the board ଜାହାଜରୁ ଜୋନାକୁ ଫିଙ୍ଗିବା ପାଇଁ ମଧ୍ୟ ସେମାନେ ଇଏ କଲେ ଫିଙ୍ଗିଦେଲେ Then he was in the 3 days. He was in the 3 days belly of fish. But machara peto vitre 3 dino poryanto thila. And God told the fish to spite him out. Jetale Parameshwara taku machaku mane baharku aniba pai koithila setare ani baira baje. Kanati ale Jonah naman rengalinga sele bitta এটা হচ্ছে বুক অফ জনারে মানে জনানা বিষয় লিখি জুনশ পুস্তক নাই জুনশ পুস্তক জুনশ বিষয় আমি মানে
And Jonah then went to the Nineveh and the cause of the people to repent. And this story shows you cannot escape God because He is everywhere. Kan batinalen ei द्वारा আমরা জানিবা যে আম্বে মানে পরমেশ্বরଙ୍କୁ ସବୁ କରୁ ଆଉ କୁଆଡେ escape ei ପାରିବା ନାହିଁ। ସମୁଦ୍ର ଭିତରକୁ ଗଲେ ମଧ୍ୟ ପରମେଶ୍ୱର ରହନ୍ତି, ପାହାଡ ଉପରକୁ ଗଲେ ମଧ୍ୟ ପରମେଶ୍ୱର ରହନ୍ତି, ଗୁମ୍ଫା ଭିତରେ ପ୍ରବେଶ କଲେ ମଧ୍ୟ ପରମେଶ୍ୱର ରହନ୍ତି, ସବୁ କ୍ଷେତ୍ରରେ ପରମେଶ୍ୱର ଅଛନ୍ତି। then how can we will be escape? ଆମେ ମାନେ କେମିତି escape ହେବା? It also shows that it is not always easy to obey God's instruction, ନାଇଁ କି? କେବେ କେବେ ବହୁତ କଷ୍ଟ ହେଇଥାଏ ପରମେଶ୍ୱରଙ୍କର instruction ଆମେ ମାନେ obey ମାନେ ମାନିବା ପାଇଁ। So this is what we can see the early later history of Israel. বর্তমান এতিকি পর্যন্ত আমরা মানে ডিসকাস করুଛୁ। Then next we can see the prophet in Judah. ଜୁଦି ଦେଶ ମାନେ ଜୁଦା ଦେଶର ଭବିଷ୍ୟତ ବକ୍ତା ମାନଙ୍କ ବିଷୟରେ ଆମେ ମାନେ ନେକ୍ସଟ କ୍ଲାସରେ କଣ ହେବା ଜାଣିବା। ସୋ ବର୍ତ୍ତମାନ ଆମେ ମାନେ ଜାଣିଲୁ ଦ ନର୍ଥର୍ନ କିଙ୍ଗଡମ ଅଫ ଯୋଉଟା କି ରାଜା ମାନଙ୍କ ବିଷୟରେ ବର୍ତ୍ତମାନ ନେକ୍ସଟ ସମୟରେ ଆମେ ଦେଖିବା।